सर्वे भवन्तु सुखिनः सर्वे भवन्तु सुखिनः सर्वे भवन्तु सुखिनः सर्वे भवन्तु सुखिनः अखण्ड भारत मानचित्र देख लुचिछि देखे आमर अखण्ड भारत मानचित्र देख लुचिछि देखे आमर महान भारत वर्षर आमे आज जो मानचित्र को देखुचे से बहुत नुआ सी एबेकार मानचित्र किंतु यही पवित्र भारत वर्षर पुराना मानचित्र को मने पकेले से बहु देश आज खंड विखंड हो जाइछि।
ସମସ୍ତେ ଭାରତ ଠାରୁ ସ୍ୱାଧୀନ ହେଇଯାଇଛନ୍ତି। ତେବେ ସ୍ୱାଧୀନ ହେଇଗଲେ ମଧ୍ୟ ସମସ୍ତେ ଦିନେ ଭାରତରେ ଥିଲେ। ପୁଣି ହୁଏତ ସମୟ ଆସିପାରେ ପୁଣି ଭାରତ ଭିତରେ ସେମାନେ ପ୍ରବେଶ କରିବେ। ଏହା କି ଭଗବାନଙ୍କର ଇଚ୍ଛା, ଭାରତ ମାତାର ଇଚ୍ଛା। ଗତକାଲି ଜନଗଣ ମନ ଅଧିନାୟକ ଜୟ ହେ ଭାରତ ଭାଗ୍ୟ ବିଧାତା, এই ପଦଟିକୁ ଆପଣମାନଙ୍କୁ ତାର ଅର୍ଥ ସମର୍ପଣ କରିଥିଲେ। ଆମେ ଭାବୁଛୁ ଜାତୀୟ ସଙ୍ଗୀତ ପଢ଼ିଲେ ଗୋଟେ ଜାତି ପାଇଁ ହୁଏତ ଗୋଟେ ଭାବନା, ସ୍ୱତନ୍ତ୍ର ଭାବନା ସୃଷ୍ଟି ହେବ। ଏଥିରେ ଭକ୍ତି ଆସିବ ନାହିଁ, ଭଗବତ କୃପା ଲାଭ ହେବ ନାହିଁ, ଗୁରୁ କୃପା ଲାଭ ହେବ ନାହିଁ। ଏହାକୁ ଯେଉଁମାନେ ଭାବନ୍ତି ସେମାନେ ଜାତୀୟ ସଙ୍ଗୀତର ବା ଦେଶାତ୍ମବୋଧକ ସଙ୍ଗୀତର ଅର୍ଥକୁ ଠିକ୍ ଭାବରେ ବୁଝି ନାହାନ୍ତି। ଆମେ କହୁ ବନ୍ଦେ ମାତରମ୍, ଏ ଗୋଟିଏ ଶବ୍ଦ, ଏ ଗୋଟିଏ ବାକ୍ୟ। ମା କିଏ? କାହାର ପାଦପଦ୍ମ ଆମେ ବନ୍ଦନା କରୁଛେ? ଭାରତ ମାର ପାଦକୁ ଆମେ ବନ୍ଦନା କରୁଛେ। ଆମେ ଏତିକି ସଂକ୍ଷିପ୍ତରେ କହିବା। ଯେଉଁମାନେ ଉତ୍କଳୀୟ ସେମାନେ କହିବେ ଆମେ ଉତ୍କଳ ଜନନୀର ପଦ ବନ୍ଦନ କରୁଛୁ, ସେ ଏତିକି କହିବେ। କିନ୍ତୁ ମା କହିଲେ ଗୋଟିଏ ନିଜସ୍ୱ ଧର୍ମ ସଂସ୍କୃତିର ନୁହେଁ। ମା ଧରିତ୍ରୀ। ଆମେ ହିନ୍ଦୁସ୍ତାନର ହିନ୍ଦୁମାନେ ଗୋମାତାଙ୍କୁ ମା ବୋଲି ସମ୍ବୋଧନ କରନ୍ତି। ସେ ସମସ୍ତେ କରନ୍ତି ନାହିଁ। ତେବେ ଗୋମାତାଙ୍କୁ ରଖିକିରି ଗୋମାତାର ଭାବ ହିନ୍ଦୁମାନେ ତାଙ୍କ ନିଜ ଭିତରେ ରଖନ୍ତୁ। କିନ୍ତୁ ଧରିତ୍ରୀ ମା ଏତିକି କହିଲେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ, ଶିଖ ସମସ୍ତଙ୍କୁ ସେ ବୁଝେଇବ ମା କିଏ। ଇଏ ହେଉଛି ଗୋଟିଏ ମା। ଆଉ ଗୋଟିଏ ମା କିଏ? ପ୍ରକୃତି ରୂପିଣୀ ମା। ଶୀତ ଦିନେ ଶୀତ ପାଉଛୁ, ଖରା ଦିନେ ଉଷ୍ମତା ପାଉଛୁ, ବର୍ଷା ଦିନେ ବର୍ଷା ପାଉଛୁ, ଶୀତ ଦିନେ ହେମନ୍ତ ଦିନରେ କାକର ପାଉଛୁ, ଶରତ ଋତୁରେ ସୁନିର୍ମଳ ଚନ୍ଦ୍ରର କିରଣ ପାଉଛୁ, ହାଲକା ହାଲକା ଥଣ୍ଡା ଅନୁଭବ କରୁଛୁ, ବସନ୍ତ ଋତୁରେ କୋକିଳର ବିତାନ ଶୁଣୁଛୁ, ବସନ୍ତ ଋତୁରେ ପଲ୍ଲବ ବା ଗଛର ପତ୍ର ଗୁଡ଼ିକ ଝଡ଼ି ଯାଉଛି, ସେ ପୁଣି ନୂଆ ରୂପ ନେଉଛି। ତେବେ ଏଭଳି ମାତୃ ରୂପଟି କେଉଁଠି ଅଛି କି?
କାହା ପାଖରେ ଅଛି କି? ଆମେ ତ ଯିଏ କହୁଛନ୍ତି ଆଲ୍ଲାହ, ସେ ଆଲ୍ଲାହକୁ ଆଲ୍ଲାହ କହୁଛନ୍ତି। ଯିଏ କହୁଛନ୍ତି ପରମାତ୍ମା, ସେ ପରମାତ୍ମା କହୁଛନ୍ତି। କିନ୍ତୁ ଏଇ ଯୋଉ ପରିବର୍ତ୍ତିନୀ ମାତୃରୂପ, ଇଏ ରୂପ କେଉଁ ସ୍ଥାନରେ ଅଛି କି? ଆମେ ଗୋଟେ ଦୁର୍ଗା ମୂର୍ତ୍ତି ଅଙ୍କନ କରୁଛୁ, ସେ ରୂପାନ୍ତରିତ ହେଇ ହଉଛି କି? ଆମେ ଯେମିତି ରୂପଟାକୁ ତିଆରି କରୁଛୁ ସେମିତି ରୂପଟା ଅଛି। କାଳୀ ରୂପ, ଲକ୍ଷ୍ମୀ ରୂପ, ସରସ୍ୱତୀ ରୂପ। ଆଚ୍ଛା, ଆମେ ଯୋଉ ମାର ଗର୍ଭରୁ ଜନ୍ମ ହେଲେ ତାର ରୂପାନ୍ତରିତ ଅଛି। ସିଏ ଆମକୁ ଯୁବତୀ ଅବସ୍ଥାରେ ଜନ୍ମ ଦେଲେ, ସିଏ ପୁଣି ମା ହେଲେ, ସିଏ ପୁଣି ପରବର୍ତ୍ତୀ ସମୟରେ ଆଈ ମା ହେଲେ, ଜେଜେ ମା ହେଲେ, ପୁଣି ଦୁନିଆରୁ ବିଦାୟ ଦେଲେ। ସେଠି ପରିବର୍ତ୍ତନ ଅଛି, କିନ୍ତୁ ଏଭଳି ପରିବର୍ତ୍ତନ ନାହିଁ। ଶୀତ, ଉଷ୍ମ, ବସନ୍ତ, ଏଇ ଯୋଉ ପ୍ରବାହ, ବର୍ଷା, ଏମିତି ପରିବର୍ତ୍ତନ ହୁଏ ନାହିଁ। ଆମେ ମାକୁ କଣ ମାଗୁ? କ୍ଷୀର ମାଗୁ, ଭୋକ କଲେ ଖାଇବାକୁ ମାଗୁ, ନିଦ ମାଡ଼ିଲେ ଶୋଇବାକୁ ମାଗୁ, ରୋଗ ହେଲେ ଔଷଧ ମାଗୁ, ପାଠ ପଢ଼ିବାକୁ ହେଲେ ବହି, କାଗଜ, କଲମ ମାଗୁ, ଭଲ ପୋଷାକ ପିନ୍ଧିବାକୁ ହେଲେ ମାକୁ ପୋଷାକ ମାଗୁ। ତେବେ ଇଏ ହଉଛନ୍ତି ମା। ତେବେ ମା ଯଦି ଏତେ କଥା ଦେଇପାରୁଛି, ତାହେଲେ ମା ପ୍ରକୃତରେ ମହିୟସୀ ନୁହେଁ କି? ଯେଉଁ ମହାପୁରୁଷ ମାନେ ବନ୍ଦେ ମାତରମ୍ ଅନେକ ଲେଖିଛନ୍ତି, ଯେଉଁ ଦେଶରେ ଗଙ୍ଗା, ଯେଉଁ ଦେଶରେ ଗୋଦାବରୀ, ନର୍ମଦା ଭଳି ତୀର୍ଥ, ଯମୁନା ଭଳି ତୀର୍ଥ ପ୍ରବାହିତ ହେଉଛନ୍ତି, ସେ ହେଉଛନ୍ତି ମହାନ। ଯଦି ଗୋଟିଏ ଶବ୍ଦକୁ ଆପଣ ବାରମ୍ବାର ମନ ଭିତରେ ତାଙ୍କୁ ଭଗବତୀଙ୍କ ରୂପରେ, ମା ରୂପରେ ଯଦି ଆପଣ ଚିନ୍ତା କରିବେ, ଯେଉଁ ମାତୃ ମନ୍ଦିରକୁ ଯିବେ, ସେଠି ଯଦି ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ବନ୍ଦେ ମାତରମ୍, ବନ୍ଦେ ମାତରମ୍, କୌଣସି ମନ୍ତ୍ର କେବେ ନିଷ୍ଫଳ ଯିବ ନାହିଁ। ତେଣୁ ମାର ପାଦରେ ଆମେ ସମସ୍ତେ ସମର୍ପିତ। ସେଇ ମା ହଉଛି ଭାରତ ମାତା। ସେଇ ଭାରତ ମାତାର ତିରଙ୍ଗା ପତାକା ତିନୋଟି ରଙ୍ଗରେ ସେ ଆମ ସମସ୍ତଙ୍କୁ ଆଶ୍ରୟ ଦେଇଛି। ଆମେ ତା ବାହୁ ଛାୟା ତଳେ ନିଜକୁ ବଳିୟାନ ହବା। ଆମେ ବଳିୟାନ ତ ହେଇଛେ, ହବା କ'ଣ? ତେଣୁ ଏଇଭଳି କଥା ଅଗଷ୍ଟ 15 ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଦେଶାତ୍ମବୋଧକ ସଙ୍ଗୀତଟିଏ ପଢ଼ିବି ଏବଂ এই জাতীয় সঙ্গীতর অর্থটি বুঝাইবি এবং নিবেদন করিবি ସବୁବେଳେ ଆମେ ମହାପୁରୁଷମାନଙ୍କର ଲିଖିତ କୃଷ୍ଣଙ୍କ ବନ୍ଦନା, ରାମଙ୍କ ବନ୍ଦନା,
ନୃସିଂହଙ୍କ ବନ୍ଦନା ଶକ୍ତିଙ୍କ ବନ୍ଦନା ଆମେ କରୁଛେ, ସେ ତାର ହଉ, ସେ ତା ଲୁଟା ବାଟରେ। କିନ୍ତୁ ଆଉ ଗୋଟିଏ ଭାବ ଆମ ଭିତରେ କମି ଯାଉଛି, ସେ ହେଉଛି ଜାତୀୟତାର ସଙ୍ଗୀତ, ଜାତୀୟତାର ମୂଲ୍ୟବୋଧଟା। ଆପଣ ଦେଖନ୍ତୁ, ଯାହାକୁ ଆପଣ ଭାରତ ମାଟି ବୋଲି କହୁଛନ୍ତି, ସେଠି କ'ଣ ନାହିଁ। ଯେମିତି ପିଲା ବିରକ୍ତି ପ୍ରକାଶ କରି ରାଗି ଚିଡ଼ି ମାର କାନିକି ଚିରି ଦିଏ, ମାର କେଶକୁ ମୁକୁଳା କରିଦିଏ, ଠିକ୍ ସେଇଭଳି ଆଜି ମାର ରୂପକୁ ଆମେ ଖଣ୍ଡିତ ମଣ୍ଡିତ କରିଦେଉଛୁ। ତା ଦେହରେ ଥିବା ସୁନ୍ଦର ଝରଣା, ସୁନ୍ଦର ପାହାଡ଼, ସୁନ୍ଦର ପର୍ବତ, ସୁନ୍ଦର ବନାନୀ, ତାକୁ ଆମେ ସବୁ ନଷ୍ଟ କରିଦେଉଛୁ। ତଥାପି ମା ସହିଷ୍ଣୁ ଗୁଣରେ ସେ ଆମ ପାଇଁ ସବୁ ଜିନିଷ ସାଇତିକିରି ରଖିଛି। ଯେଉଁଦିନ ସରିଯିବ ସେଦିନ ସରିଯିବ। ଗୋଟିଏ ମନ୍ଦିରର ମୂର୍ତ୍ତି ପାଖରେ ଯେତେ ମୁଣ୍ଡ ବାଡ଼େଇ, ମୁଣ୍ଡ ଫଟେଇ, ରକ୍ତ ବୁହାଇ ଦେଲେ ବି ଯାହା ନ ମିଳିବ, ଇଏ ମାଟି ମା ପାଖରେ ତାଠାରୁ ବହୁତ ଅଧିକ ମିଳିବ। ସୁନା ମିଳିବ, ରୂପା ମିଳିବ, ହୀରା ମିଳିବ, କିରାସିନ ମିଳିବ, ପେଟ୍ରୋଲ ମିଳିବ, ଡିଜେଲ ମିଳିବ, କୋଇଲା ମିଳିବ, ସବୁ ଏଇ ମା ଗର୍ଭରେ ଲୁଚିକିରି ରହିଛି। ତେଣୁ ମାକୁ ମା ବୋଲି ଡାକି ତାର ପଦବନ୍ଦନ କର। ସେ ହେଉଛନ୍ତି ଆମର ଧରିତ୍ରୀ ମା, ବିଶ୍ୱମାତା, ସେଇ ହେଉଛନ୍ତି ଭାରତ ମାତା, ସେଇ ହେଉଛନ୍ତି ଉତ୍କଳ ମାତା। ସେଇ ମାଙ୍କର ପାଦରେ ବନ୍ଦନାଟିଏ ଗାଅ, ବନ୍ଦନାଟିଏ ଶୁଣ, ତ୍ରିରଙ୍ଗା ପତାକାଟି ଉଡ଼େଇ ଅଗଷ୍ଟ 15କୁ ସ୍ୱାଗତ କର, ସ୍ୱାଧୀନତା ଦିବସକୁ ପାଳନ କର। ବର୍ତ୍ତମାନ ଝାଡ଼ା ବାନ୍ତି ଭଳି ଗୋଟେ ରୋଗ ପୁଣି ବାହାରିଛି। କରୋନାର ଆକ୍ରମଣ ଟିକେ କମିଲା ବେଳେ ଆଉ ଗୋଟେ ରୋଗ ଆସି ପହଞ୍ଚିଛି, ମଙ୍କି ପକ୍ସ। ତେଣୁ ମେଥି ଗୁଣ୍ଡ, ଜିରା ଗୁଣ୍ଡକୁ ଏକତ୍ର କରିଦିଅ, କଞ୍ଚା ମେଥି ଗୁଣ୍ଡ, କଞ୍ଚା ଜିରା ଗୁଣ୍ଡକୁ ଏକତ୍ର କରି ରଖିଥାଅ। ଖାଇସାରିଲା ପରେ ସେ ଗୁଣ୍ଡଟିକୁ ଗୋଟିଏ ଚାମଚ ଖାଇବ। ଇଏ ହେଲା ଗୋଟିଏ କଥା। ଅଳ୍ପ ଖାଅ, ତେଲ ଭାଜି ଜିନିଷ କମ୍ ଖାଅ। ଖାଇବା ପୂର୍ବରୁ କିଛି ପାଣି ପିଅ, ତାପରେ ଖାଅ। ଖାଇବା ପରେ କିଛି ପାଣି ପିଅ। ଟିକେ ସତର୍କତା ଅବଲମ୍ବନ କର। ଏବଂ ନଡ଼ିଆ ତେଲରେ ଶ୍ରୀକର୍ପୂର ପକାଇ ଏଇ ତେଲଟିକୁ ବର୍ତ୍ତମାନ ବ୍ୟବହାର କର। ଝଡ଼ା ଫୁଙ୍କାରେ ଆଦୌ ବିଶ୍ୱାସ କର ନା। ମୋତେ ଜଣେ ସାଧୁ ମହାରାଜ ଭାଲୁ, ସେ ଗୋଟିଏ ଠେଙ୍ଗୁଲି ଦେଇଥିଲେ, ବୋଲେ ଗୋଟେ ବାଡ଼ି ଦେଇଥିଲେ। ସେ ବାଡ଼ିରେ ଦିଟା ଶିଙ୍ଗ, ଦିଟା ଆଖି। ସେ ଦେଲାବେଳେ କହିଥିଲେ, ହଇଜା ଲାଗିଲେ, ବସନ୍ତ ଲାଗିଲେ, ମିଳିମିଳା ହେଲେ ଏଇ ବାଡ଼ିକି ଧରି ଗାଁରେ ବୁଲି ଆସିବ। ସେ ବାଡ଼ିଟି ମୋ ପାଖରେ ଏପର୍ଯ୍ୟନ୍ତ ଅଛି, କିନ୍ତୁ ସେ ବାଡ଼ିକି ମୁଁ ବ୍ୟବହାର କରେ ନା। ସେ ବାଡ଼ିରେ କୋଉ ଶକ୍ତି ଅଛି ତାକୁ ଜାଣିବାକୁ ବି ମୁଁ ଚାହେଁ ନା। ଆଜି ବିଜ୍ଞାନ ଅଗ୍ରଗତି କରିଛି,
এই ବିଜ୍ଞାନ ସହିତ ଆମକୁ ଚଳିବାକୁ ହବ। ଏ ସବୁ କଥା ଯିଏ ଝଡ଼ା ଫୁଙ୍କା ବନ୍ଦ କର, ଅନ୍ୟମାନଙ୍କୁ ବନ୍ଦ କରିବା ପାଇଁ ନିବେଦନ କରୁଛି। ଲୋକ ମୃତ୍ୟୁ ମୁଖରେ ପଡ଼ିବା ପୂର୍ବରୁ ସେ ପ୍ରକୃତ ଚିକିତ୍ସାର ଆଶ୍ରୟ ନେଉ। ହଉ ସଜ୍ଜନ, ଆଉ ଗୋଟିଏ କଥା ନିବେଦନ କରିବି। ବିଶ୍ୱ ଧୀରେ ଧୀରେ ଅଶାନ୍ତ ହେବାକୁ ଯାଉଛି। ଦୀର୍ଘ 3 ବର୍ଷ ସମଗ୍ର ବିଶ୍ୱ କରୋନା ମହାମାରୀ ରୋଗରେ ପୀଡ଼ିତ ହେଇ କେତେ ଲକ୍ଷ ଲୋକଙ୍କର ଜୀବନ ଚାଲିଗଲା, କେତେ ଭୟଭୀତ ହେଇ ଆମେ ସବୁ ଥିଲେ। ସେଇଦିନ ଠାରୁ ଇଏ ଭୟଙ୍କର ବିପଦ ମାଡ଼ି ଚାଲିଛି। ୟୁକ୍ରେନ ରଷିଆ ନିଜ ନିଜ ଜିଦରେ ଆଜି ବି ଅଟଳ। ଆମେରିକା ତା ଜିଦରେ ଅଟଳ। ଚୀନ ତା ଜିଦରେ ଅଟଳ। ଆମେରିକା ଚୀନ ଭିତରେ ଧମକ ହେଉଛି ପରମାଣୁ ଅସ୍ତ୍ର। ଆପଣମାନଙ୍କର ମନେ ଥିବ, କିଛି ଦିନ ପୂର୍ବରୁ ବଳିଆ କହିଥିଲା ବିଶ୍ୱ ଧ୍ୱଂସାସ୍ତ୍ର ବିଭକ୍ତ ହଉ। ଏହି ବାର୍ତ୍ତା ବିଶ୍ୱର ସବୁଆଡ଼କୁ ଯାଉ। ଏପର୍ଯ୍ୟନ୍ତ ଯାଇପାରିନି, କିନ୍ତୁ ଆମେ ଏଠି ପ୍ରାର୍ଥନା କରୁଛୁ। ତେଣୁ ରଷିଆ, ଆମେରିକା, ଚୀନ, ୟୁକ୍ରେନ ଆଉ ଆମର ଯେଉଁ ଆମେରିକାର ସପକ୍ଷରେ ଥିବା ନାଟୋ ଦେଶ ଯଦି ଏକତ୍ର ହେଇଯିବେ, ପୁଣି ତୃତୀୟ ମହାସମର ସୃଷ୍ଟି ହେବା ସ୍ୱାଭାବିକ। ଉତ୍ତର କୋରିଆ ବି ବେଳେବେଳେ କହୁଛି ମୁଁ ଆମେରିକା ଉପରେ ପରମାଣୁ ପକେଇବି। ଯେଉଁ ପୁଅ ଝିଅମାନଙ୍କୁ ଆମେ ଜନ୍ମ ଦେଇଛେ, ସେମାନଙ୍କର ଭବିଷ୍ୟତ ଗୋଟେ ଅନ୍ଧକାର ଭିତରକୁ ଚାଲି ଯାଉଛି। ତେଣୁ ସମସ୍ତେ ଅନ୍ତତଃ ସମସ୍ତେ ଗୋଟିଏ ମିନିଟ୍ ସେଇ ଉଗ୍ରବୀର ମହାବିଷ୍ଣୁ ନୃସିଂହଙ୍କୁ ପ୍ରାର୍ଥନା କରନ୍ତୁ। ଏତିକି କହି କଥା ରଖୁଛି। ପୁଣି ଆସନ୍ତାକାଲି ପୁଣି ଜାତୀୟ ସଙ୍ଗୀତ ସହିତ ଆମର ଜାତୀୟ ବନ୍ଦନାର ଅର୍ଥ ଆପଣମାନଙ୍କୁ ଜଣେଇବି। ପ୍ରତ୍ୟେକ ଦିନ ମୁଁ ମହାପୁରୁଷମାନଙ୍କର ବାଣୀ ଶୁଣଉଥିଲି। ଅଗଷ୍ଟ 15 ପର୍ଯ୍ୟନ୍ତ ସବୁ ମହାପୁରୁଷମାନଙ୍କୁ ପ୍ରଣାମ ଜଣେଇ ଆପଣମାନଙ୍କୁ ଜାତୀୟ ସଙ୍ଗୀତର କଥା କହିବି ବୋଲି ସ୍ଥିର କରିଛି। ଜୟ ହିନ୍ଦ। भवन्तु सुखिनः सर्वे।